मो प्रिय माने प्रभु जीशुଙ୍କ नामରେ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ଭଲରେ ଅଛନ୍ତି, ଆନନ୍ଦରେ ଅଛନ୍ତି। ଆପଣ ମନେ କରୁଛନ୍ତି ନା ମୋ ରାଜମହଲ ସାମ୍ନାରେ ଅଛି। ଏହା ବିଶ୍ୱର ଏକ ସୁନ୍ଦର ଦୃଶ୍ୟ। ଇଂଲଣ୍ଡ ଦେଶର ଲଣ୍ଡନ ସହରରେ ଏହି ସ୍ଥାନରେ ମୁଁ ରହିଅଛି। ଇଂଲଣ୍ଡ ସରକାରଙ୍କ ରାଜମହଲରୁ ସେ ସାମ୍ନାରେ ମୁଁ ଆଜି ପ୍ରଚାର କରୁଛି। ଏହି ରାଜମହଲ ଭିତରେ 750 କୋଠରୀ ଅଲଗା ଅଲଗା ଅଛି। ଏଠାରେ କାମ କରିବା ପାଇଁ ଅଲଗା କୋଠରୀ, ରହୁଥିବା ଲୋକଙ୍କ ପାଇଁ ଅଲଗା କୋଠରୀ ଏବଂ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଅଲଗା ଅଲଗା ଏବଂ ରାଜ ପରିବାର ଲୋକଙ୍କ ପାଇଁ ଅଲଗା। ସେମାନଙ୍କ ରହଣି ପାଇଁ ମଧ୍ୟ ଅଲଗା ବଖରା। ଆଉ ଏହି ସ୍ଥାନରେ ଏଠାରେ ବିଭିନ୍ନ ପ୍ରକାର ଯାତାୟାତର ମାଧ୍ୟମ ରହିଅଛି। ଘୋଡ଼ା ରହିଅଛି, ଯାହାକୁ ଚ୍ୟାରିଅଟ୍ ବୋଲି କହନ୍ତି। ମୋତେ ମଧ୍ୟ ଥରେ ଭିତରେ ପ୍ରବେଶ କରି ଦେଖିବାର ସୁଯୋଗ ମିଳିଥିଲା। ଏହି ପ୍ୟାଲେସକୁ ଦେଖିବା ପାଇଁ ବିଶ୍ୱରୁ ସମସ୍ତେ ଏହି ସ୍ଥାନକୁ ଆସନ୍ତି ଏବଂ ଏଠାରେ ବହୁତ ଭିଡ଼ ହୋଇଥାଏ। ଏହା କେବଳ ଏକ ରାଜମହଲ ଅଟେ। ପରମେଶ୍ୱର ଆମ୍ଭମାନଙ୍କ ପାଇଁ ମଧ୍ୟ ଏକ ରାଜମହଲ ସୃଷ୍ଟି କରିଛନ୍ତି। ତହିଁ ସମ୍ବନ୍ଧରେ ମୁଁ ଆଜି କହିବା ପାଇଁ ଚାହୁଁଅଛି। ପ୍ରଥମ କରିନ୍ଥିୟ 2 ଅଧ୍ୟାୟ 9 ପଦ ଅନୁସାରେ ଏପରି ଲେଖାଯାଏ, ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ଆଉ ମନୁଷ୍ୟ ହୃଦୟରେ ଯାହା ଜାତ ହୋଇନାହିଁ, ସେହି ବିଷୟକୁ ପରମେଶ୍ୱର ଆପଣା ପ୍ରିୟ ପାତ୍ରଙ୍କ ପାଇଁ ପ୍ରସ୍ତୁତ କରି ରଖିଅଛନ୍ତି। ମନୁଷ୍ୟ ଦ୍ୱାରା ତିଆରି କରାଯାଇଥିବା ରାଜମହଲକୁ ଦେଖିଲେ କେତେ ଆଶ୍ଚର୍ଯ୍ୟ ଲାଗୁଛି ନା? କିନ୍ତୁ ପରମେଶ୍ୱର ଏପରି ମହଲ କରିଛନ୍ତି ଯାହା ଚକ୍ଷୁ କେବେ ଦେଖି ନାହିଁ, ଯାହା ହୃଦୟରେ ଜାତ ହୋଇନାହିଁ। ଏପରି ପରମେଶ୍ୱର ଆପଣା ପ୍ରିୟ ପାତ୍ରଙ୍କ ପାଇଁ ଏପରି ଏକ ରାଜ୍ୟ ତିଆରି କରିଛନ୍ତି। ତାହା କଳ୍ପନାର ବାହାରେ ଅଟେ। ଆପଣ ମନେ କରୁଛନ୍ତି ତାହା କ'ଣ ମୋ ପାଇଁ? ହଁ, ଯଦି ଆପଣ ଯୀଶୁଙ୍କୁ ତ୍ରାଣକର୍ତ୍ତା ଭାବେ ଗ୍ରହଣ କରିଛନ୍ତି, ନିଜ ପାପ ସକଳ ପାଇଁ ଖେଦକ୍ରନ୍ଦନ କରି ଅନୁତାପ କରି ମନ ପରିବର୍ତ୍ତନ କରିଅଛନ୍ତି, ସେମାନଙ୍କ ନିମନ୍ତେ ଆମ ପ୍ରଭୁ କିପରି ତିଆରି କରିଛନ୍ତି? ଜହନ 14:2 ପଦରେ ପ୍ରଭୁ ଯୀଶୁ କହୁଛନ୍ତି, ମୋର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି, ମୁଁ ସେଠାକୁ ଯିବି ଏବଂ ତୁମ୍ଭମାନଙ୍କ ପାଇଁ ସ୍ଥାନ ପ୍ରସ୍ତୁତ କରିକି ପୁଣି ଆସିବି। ଆଉ ଯେବେ ମୁଁ ଆସିବି ତୁମ୍ଭମାନଙ୍କୁ ନେଇକି ଯିବି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କ ପାଇଁ ସ୍ୱର୍ଗରେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଇଛନ୍ତି। ଆମର ରହଣି ନିମନ୍ତେ ସେ ରାଜମହଲ ତିଆରି କରୁଅଛନ୍ତି। ମନୁଷ୍ୟ ହସ୍ତରେ ତିଆରି ହୋଇଥିବା ରାଜମହଲ ଯଦି ଏତେ ମନୋରମ, ତେବେ ଚିନ୍ତା କରିବା ଦରକାର ପରମେଶ୍ୱରଙ୍କୁ କିପରି ହୋଇଥିବ। ପରମେଶ୍ୱରଙ୍କ ହସ୍ତର କର୍ମକୁ ଆମ୍ଭେମାନେ ବର୍ଣ୍ଣନା କରିନପାରୁ, ଯେହେତୁ ପ୍ରକାଶିତ ବାକ୍ୟର ଉଲ୍ଲେଖ ହେଉଛି, ସୁନା ଦ୍ୱାରା, ରୂପା ଦ୍ୱାରା ଏବଂ ବହୁମୂଲ୍ୟ ପ୍ରସ୍ତୁତ ଦ୍ୱାରା ପରମେଶ୍ୱର ଆପଣା ଲୋକମାନଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି। ତାହାକୁ ବର୍ଣ୍ଣନା କରିବା ପାଇଁ ଆମ ମୁଖରେ ଶବ୍ଦ ହିଁ ନାହିଁ। ପରମେଶ୍ୱର ଆପଣମାନଙ୍କ ପାଇଁ ସୁନ୍ଦର ଭାବରେ ରାଜମହଲ ପରି ଏକ ମହଲ ତିଆରି କରୁଛନ୍ତି। ପ୍ରଭୁଙ୍କ ଆଗମନ ପୂର୍ବରୁ ଯଦି ଆପଣ ଫେରିବେ, ତେବେ ପରମେଶ୍ୱରଙ୍କ କୃତ ସେହି ଭବନରେ ଆପଣ ମଧ୍ୟ ଦିନେ ନିଶ୍ଚୟ ବାସ କରିବାର ସୌଭାଗ୍ୟ ପାଇବେ। ସମସ୍ତ କାର୍ଯ୍ୟ ସାରିବା ପରେ ପରମେଶ୍ୱର ପ୍ରତିଜ୍ଞା କରିଛନ୍ତି, ଆମ୍ଭେ ପୁଣି ଥରେ ଫେରିଆସିବା ଆଉ ତୁମ୍ଭକୁ ଆପଣା ସଙ୍ଗରେ ଘେନିଯିବା। ଯେଉଁମାନେ ଆପଣା ଜୀବନକୁ ସମ୍ପୂର୍ଣ୍ଣ ରୂପେ ଅନୁତାପ କରି ପାପ କ୍ଷମା ପାଇଁ ପ୍ରାର୍ଥନା କରି ଫେରିଅଛନ୍ତି, ସେମାନଙ୍କୁ ସେ ନେଇକି ଯିବେ। ପ୍ରଭୁଙ୍କ ଲୋକମାନେ ଦୁନିଆରେ ଘର ନାହିଁ, କିଛି ନାହିଁ, ଏଣୁ ଏ ବିଷୟ ପାଇଁ କେବେ ମଧ୍ୟ ଆମେମାନେ ଚିନ୍ତିତ ନ ହେଉ। ପରମେଶ୍ୱର ଆମ୍ଭମାନଙ୍କ ପାଇଁ ଏହିପରି ଏକ ସ୍ଥାନକୁ ପ୍ରସ୍ତୁତ କରିଛନ୍ତି, ଯାହା ଚକ୍ଷୁ କେବେ ଦେଖିନାହିଁ କିମ୍ବା କାହାରି ହୃଦୟରେ କେବେ ଜାତ ହୋଇନାହିଁ। ଏପରି ବିଷୟ ପରମେଶ୍ୱର ତିଆରି କରିଛନ୍ତି। ଯେପର୍ଯ୍ୟନ୍ତ ଆମର ପ୍ରାଣ ଅଛି ଜଗତରେ ଆମେ ରହିବା, କିନ୍ତୁ ସମୟ ଆସୁଅଛି ଏହି ଦୁନିଆ ଛାଡ଼ି ଆମ୍ଭେମାନେ ସେଠାକୁ ଚାଲିଯିବା, ଯାହାକୁ ନିଜେ ପରମେଶ୍ୱର ଆମ୍ଭମାନଙ୍କ ପାଇଁ ତିଆରି କରିଦେଇଛନ୍ତି। ଏହିପରି ବିଶ୍ୱାସ ଆପଣଙ୍କ ହୃଦୟରେ ରହିଲେ ଦୁନିଆରେ ଯେଉଁ ଦୁଃଖ କଷ୍ଟ ଅଛି ଅଳ୍ପ ଦିନର ବୋଲି ଆପଣ ତାହାକୁ ମନେ କରିବେ। ଯେହେତୁ ପରମେଶ୍ୱର ଏକ ରାଜଭବନକୁ ଆପଣଙ୍କ ପାଇଁ ସଦାକାଳ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି, ସେହି କାରଣରୁ ଆପଣଙ୍କ ଜୀବନରେ ଶାନ୍ତି ସାନ୍ତ୍ୱନା ମିଳିବ। ଏଣୁ ପରମେଶ୍ୱରଙ୍କଠାରେ ଆଜି ଆମ୍ଭେମାନେ ପ୍ରାର୍ଥନା କରିବା, ହେ ପରମେଶ୍ୱର, ସ୍ୱର୍ଗରେ ମୋ ନିମନ୍ତେ ଏକ ସୁନ୍ଦର ଭବନ ତିଆରି କରୁଥିବାରୁ ମୁଁ ତୁମକୁ ଧନ୍ୟବାଦ ଦେଉଅଛି। ପ୍ରଭୁ ମୋ ଜୀବନକୁ ପରିଷ୍କାର କର, ମୋତେ ତୁମ ରକ୍ତରେ ଧୋଇ ଦିଅ, ସେହି ସ୍ଥାନକୁ ଯିବା ପାଇଁ ସାହାଯ୍ୟ କର। ପ୍ରଭୁ ତୁମ ହସ୍ତରେ
ମୁଁ ମୋର ସକଳ ବିଷୟ ସମର୍ପଣ କରି ଏହି ପ୍ରାର୍ଥନାକୁ ଯୀଶୁଙ୍କ ନାମରେ ମାଗୁଅଛି। ଆମେନ୍ ଆମେନ୍।